ଆସ୍ଥାର କଥା। ଆଜିର ଆଲୋଚନାର ପ୍ରସଙ୍ଗ ହେଲା ଈଶ୍ୱର କାହିଁକି ଆଇସିୟୁରେ। ଏଭଳି ଗୋଟିଏ ଆଲୋଚନାର ଶୀର୍ଷକ ଶୁଣିକରି କିଛି ଶ୍ରୋତା, କିଛି ଦର୍ଶକ, କିଛି ଭିନ୍ନ ବିଚାରର ବନ୍ଧୁ ଆଶ୍ଚର୍ଯ୍ୟ ହେଉଥିବେ, ନାକ ଟେକିବେଣି। କେହି କେହି ଭାବୁଥିବେ କ'ଣ ଗୋଟେ ବିଧର୍ମୀ କଥା ଆଲୋଚନା କରୁଛନ୍ତି, ଭିଡ଼ିଓକୁ ସ୍ୱାଇପ୍ କରିଦେଇ ପାରନ୍ତି। କିନ୍ତୁ ମୁଁ ଅନୁରୋଧ କରିବି, ଦେଖନ୍ତୁ ଏବଂ ଜାଣନ୍ତୁ। ଆମେ ଭିନ୍ନ ବିଚାର ପ୍ଲାଟଫର୍ମରେ ଯେତେ ଗୁଡ଼ିଏ ବିଷୟ ଆଲୋଚନା କରେ, ଅନେକ ହେଉଛି ବାସ୍ତବତା ଉପରେ ଆଧାରିତ। ଆଉ ବାସ୍ତବତାଟା ବଡ଼ ନିଷ୍ଠୁର, ସତଟା ବଡ଼ ତିକ୍ତ। କିନ୍ତୁ ସତଟା ତ ସତ ନା ନାହିଁ, ଆଉ ସତର ସାମ୍ନା କରିବା ଉଚିତ। ତେଣୁ ଆଜିର ଆଲୋଚନାର ପ୍ରସଙ୍ଗ ହେଲା ଈଶ୍ୱର କାହିଁକି ଆଇସିୟୁରେ। ଏହାର ତିନିଟା ସମ୍ଭାବନା ରହିଛି। ପ୍ରଥମ ସମ୍ଭାବନା ରହିଲା ଯେ ଈଶ୍ୱର ନାମରେ କୌଣସି ବ୍ୟକ୍ତି, ସେ ଈଶ୍ୱର ସାହୁ, ଈଶ୍ୱର ଜେନା କି ଈଶ୍ୱର ମିଶ୍ର କି ଈଶ୍ୱର ଦାସ, କେହି ଜଣେ ବ୍ୟକ୍ତି ଅସୁସ୍ଥ ଅଛି ଏବଂ ଆଇସିୟୁରେ ଅଛି। ତେଣୁ ଏଇଟା ସମ୍ଭାବନା ନମ୍ବର 1। ସମ୍ଭାବନା ନମ୍ବର 2 କ'ଣ? ଆମେ କହିଥାଏ ଡାକ୍ତର ହେଉଛନ୍ତି ଦ୍ୱିତୀୟ ଈଶ୍ୱର, ସେକେଣ୍ଡ ଭଗବାନ। ଡାକ୍ତର ଡାକ୍ତରଖାନାରେ ଚିକିତ୍ସା କରନ୍ତି, ଆଇସିୟୁରେ ମଧ୍ୟ ଚିକିତ୍ସା କରନ୍ତି। କିମ୍ବା କୌଣସି ଡାକ୍ତର ନିଜେ ଅସୁସ୍ଥ ଥାଇକରି ଆଇସିୟୁରେ ପଡ଼ିଛନ୍ତି, ଚିକିତ୍ସିତ ହେଉଛନ୍ତି। ଏଇଟା ସମ୍ଭାବନା ନମ୍ବର 2। କିନ୍ତୁ ସମ୍ଭାବନା ନମ୍ବର 3 ଯେଉଁଟା, ସେଇଟା ଆମର ଆଲୋଚନାର ବିଷୟ। କ'ଣ ସେଇଟା? ନା, ପିୟୁ ବୋଲି ଗୋଟେ ଇଣ୍ଟରନ୍ୟାସନାଲ ସର୍ଭେ ସଂସ୍ଥା, ସେ କହିଲା, କ'ଣ କହିଲା? ସେ କହିଲା ଯେ ପୃଥିବୀର ଯେତେକେ ଲୋକସଂଖ୍ୟା ହେଲେଣି 2025 ମସିହା ସୁଦ୍ଧା 28.8 ହେଉଛନ୍ତି ଖ୍ରୀଷ୍ଟିଆନ, 26.5 ହେଉଛନ୍ତି ମୁସଲମାନ, ଆଉ 24.2 ହେଉଛନ୍ତି କୌଣସି ଧର୍ମରେ ବିଶ୍ୱାସ କରନ୍ତିନି କି କୌଣସି ଈଶ୍ୱରଙ୍କ ଉପରେ ବିଶ୍ୱାସ କରନ୍ତି ନାହିଁ। ଏଇ ଜିନିଷଟି ଆମକୁ ସିରିୟସଲି ନେବାକୁ ପଡ଼ିବ ଯେ ପୃଥିବୀର ଏତେ ଲୋକ ବର୍ତ୍ତମାନ ନିରୀଶ୍ୱରବାଦୀ, ଈଶ୍ୱରଙ୍କ ଉପରେ ଆସ୍ଥା କରୁନାହାନ୍ତି। ଏଇଟା କେହି ବିଶ୍ୱାସ କରିପାରିବେନି, କିନ୍ତୁ ଗୁଗଲ କରିକି ଦେଖନ୍ତୁ, ଏଇଟା ହେଲାଣି। ଏଇ ଟ୍ରେଣ୍ଡଟା ବଢ଼ି ବଢ଼ି ଚାଲିଛି। ଦେଖିବେ ଯେ ଇଂଲଣ୍ଡର ଯୁବ ସମାଜ, ଛାତ୍ର ଗୋଷ୍ଠୀ 50%ରୁ ଉର୍ଦ୍ଧ୍ୱ ବର୍ତ୍ତମାନ ସେମାନେ ନନ୍ ବିଲିଭର ହେଇସାରିଲେଣି। ସ୍କାଣ୍ଡିନେଭିଆନ୍ କଣ୍ଟ୍ରି, ନରୱେ, ସ୍ୱିଡେନ, ଡେନମାର୍କ, ଏମାନେ 70ରୁ 80% ବର୍ତ୍ତମାନ ନନ୍ ବିଲିଭର୍ସ, ନିରୀଶ୍ୱରବାଦୀ। ସୁଇଜରଲ୍ୟାଣ୍ଡ, ଫ୍ରାନ୍ସ, ଜର୍ମାନୀ, ଏସବୁ ରାଷ୍ଟ୍ରଙ୍କୁ ଯାଆନ୍ତୁ, ତାଙ୍କର ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି। ତେଣୁ ଏଇ ଟ୍ରେଣ୍ଡଟା ଯଦି ବଢ଼ି ବଢ଼ି ଚାଲେ ଏବଂ ନିରୀଶ୍ୱରବାଦୀମାନଙ୍କର ସଂଖ୍ୟା ଯଦି 1କୁ ଆସିଯାଏ ବା 2କୁ ଆସିଯାଏ, ତାହେଲେ ଈଶ୍ୱର ୱିଲ୍ ବି ଇନ୍ ଆଇସିୟୁ, ଗଡ୍ ୱିଲ୍ ବି ଇନ୍ ଆଇସିୟୁ। ମାନେ ତାଙ୍କର ସତ୍ତା ମଧ୍ୟ ଦିନେ ନା ଦିନେ ହଜିଯିବ। ଏଇ କଥାକୁ ଲକ୍ଷ୍ୟ କରିକରି ଜର୍ମାନର ଜଣେ ଫିଲୋସଫର, ତାଙ୍କ ନାଁ ହେଉଛି ଫ୍ରେଡରିକ୍ ନିଚ୍, ସେ କହିଲେ ଗଡ୍ ଇଜ୍ ଡେଡ୍। ତା ଅର୍ଥ ହେଲା ଯେ ଲୋକଙ୍କ ଭିତରେ ଯେତେବେଳେ ବିଜ୍ଞାନ ଏବଂ ବୈଜ୍ଞାନିକ ମାନସିକତା ଡେଭଲପ୍ କରିବ, ଲୋକମାନେ ଶିକ୍ଷିତ ହେଇଯିବେ ଏବଂ ନିଜେ ବୁଝିବେ ଯେ ନୈତିକତାର ଆବଶ୍ୟକତା ଭଗବାନଙ୍କ ପାଇଁ ନୁହଁ, ନିଜ ପାଇଁ, ସମାଜ ପାଇଁ, ସେତେବେଳେ ଈଶ୍ୱରଙ୍କର ଆଉ ଆବଶ୍ୟକତା ରହିବ ନାହିଁ। ତେଣୁ ଏଇ କଥାକୁ ଆଧାର କରିକରି କିଏ କହୁଛି ଈଶ୍ୱର ଇଜ୍ ଇନ୍ ଆଇସିୟୁ, କିଏ କହୁଛି ଗଡ୍ ଇଜ୍ ଡେଡ୍। କିନ୍ତୁ ପିୟୁ ସର୍ଭେ ସଂସ୍ଥା ସେୟା କହିଲାନି। ପିୟୁ ସର୍ଭେ ସଂସ୍ଥା କହିଲା ନା ନା, କିଛି ନିରୁତ୍ସାହିତ ହେବା ଆବଶ୍ୟକତା ନାହିଁ। ତାଙ୍କ କହିବା କଥା ଯେ ଯେତେ ସବୁ ନିରୀଶ୍ୱରବାଦୀ ଅଛନ୍ତି, ନନ୍ ବିଲିଭର, ସେମାନେ ବାହା ହୁଅନ୍ତିନି, ବାହା ହେଲେ ଲେଟ୍ରେ ବାହା ହୁଅନ୍ତି। ଆଉ ଯଦି ବାହା ହେଲେ ଛୁଆ କରନ୍ତିନି, ଛୁଆ କଲେ ଗୋଟେ କରନ୍ତି। କିନ୍ତୁ ଯେଉଁମାନେ ଈଶ୍ୱର ବିଶ୍ୱାସୀ, ସେମାନେ ଜଲ୍ଦି ବାହା ହୁଅନ୍ତି, ବେଶୀ ଛୁଆ କରନ୍ତି। ଏଇଟା ମୁସଲିମ ସମ୍ପ୍ରଦାୟରେ ଅଧିକ ଦେଖାଯାଏ। ସାଧାରଣତଃ ଆରବ କଣ୍ଟ୍ରିରେ ଆପଣ ଦେଖିବେ, କାଟାର, ଓମାନ ଜାଗାରେ ଯେଉଁ ଶେଖ୍ ସବୁ ଅଛନ୍ତି, ବହୁ ପତ୍ନୀ ଧରିକି ରହିଛନ୍ତି, ଡଜନ ଡଜନ ଛୁଆ ମଧ୍ୟ କରିଥାନ୍ତି। ଏଇ ଟ୍ରେଣ୍ଡକୁ ଲକ୍ଷ୍ୟ କରି ପିୟୁ ସର୍ଭେ ସଂସ୍ଥା କହିଲା ଯେ ଯେଉଁ ଈଶ୍ୱର ବିଶ୍ୱାସୀଙ୍କ ସଂଖ୍ୟା ଅଧିକ ରହିବ, ତେଣୁ ଈଶ୍ୱର ୱିଲ୍ ନଟ୍ ବି ଇନ୍ ଆଇସିୟୁ। ଏବେ ଟିକେ ଆପଣ ସମାଜକୁ ଭଲ ଭାବରେ ଦେଖନ୍ତୁ। ଆପଣ ସୋସିଆଲ ମିଡ଼ିଆ, ଖବରକାଗଜ, ଆଉ ସ୍କୁଲ, କଲେଜ, ସଭାସ୍ଥଳୀ ସବୁଠି ଦେଖନ୍ତୁ। ଦେଖିବେ ଯେ ବିଜ୍ଞାନ ଆଗେଇ ଚାଲିଛି, ତା ସହିତ ବିଜ୍ଞାନର ସହାୟତା ନେଇକରି ଏବେ ଧର୍ମ ମଧ୍ୟ ଆଗେଇ ଚାଲିଛି।
ତେଣୁ ଚିନ୍ତା କରନ୍ତୁ ଏବଂ ଆପଣ ଭବିଷ୍ୟବାଣୀ କରନ୍ତୁ ଯେ ପ୍ରକୃତରେ ବିଜ୍ଞାନ ଆଇସିୟୁରେ ରହିବ ନା ଧର୍ମ ଆଇସିୟୁରେ ରହିବ। ଆପଣଙ୍କର ମତାମତ ଦିଅନ୍ତୁ। ଥ୍ୟାଙ୍କ ୟୁ ଭେରି ମଚ୍। ପୁଣି ଦେଖା ହେବ ଆଉ ଗୋଟିଏ ବିଷୟ ଉପରେ ଆଗାମୀ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ନମସ୍କାର।